ବନ୍ଧୁ ଆପଣମାନଙ୍କୁ ବଢ଼ିଥିଲେ ଆମ ଚ୍ୟାନେଲକୁ ସ୍ୱାଗତ। ତ ଦର୍ଶକ ବନ୍ଧୁ ଏବେ ଆଉ ତାଙ୍କ ମମି ଏବେ ଭୈରବଙ୍କ ପାଖକୁ ଯାଇଛନ୍ତି ଆଉ ଭୈରବଙ୍କୁ କହୁଛନ୍ତି ତମ ପାଇଁ ଏସବୁ ରୁକ୍ସା ରହିଲା। ଆଉ ଯଦି ସେ ମହାପାତ୍ରଙ୍କ ପରିବାର ଏବେ ରୁକ୍ସା ଥାନ୍ତା ନା ଏସବୁ ତମ କଥା ନ ମାରିଥାନ୍ତା ନା ଆଜି ସେ ତାଙ୍କ ଘରେ ରାଜ କରିଥାନ୍ତା। ଆଉ ସେସବୁ ପ୍ଲାନ୍ ତମେ ଦେଇଥିଲ ଆଉ ସେଇଥିପାଇଁ ଏବେ ରୁକ୍ସାକା ଜୀବନ ଏବେ ବିପଦରେ ଅଛି। ଆଉ ସେ କହୁଛି ଥରେ ରାଗିଗଲେ ଆଉ ତମେ ଚୁପ୍ ରୁହ, ତମେ ସବୁ ବକବାସ କରନି ଆଉ ମୁଁ କହିଲି ମାନେ ଚୁପ୍ ରୁହ। ଏବେ ମୁଁ କେମିତି ପ୍ଲାନ୍ କରିବି ସେଇଟା ମୁଁ ଜାଣିଛି ଆଉ ମହାପାତ୍ର ପରିବାରଙ୍କୁ ଏବେ ବର୍ବାଦ କରିଦେବି। ଆଉ ଏବେ ସେ କହୁଛନ୍ତି ତମେ ହୋସ୍ରେ ରୁହ, ତମେ ମହାପାତ୍ର ପରିବାରକୁ ବର୍ବାଦ କରିବା ବାହାନାରେ ତମ ନିଜ ପରିବାର ବର୍ବାଦ ହେଉଛି ସେ କଥା କେବେ ଜାଣିନ। ଏବେ ରୁକ୍ସାକୁ ଜେଲ୍ ଯିବାକୁ ପଡ଼ିବ ଆଉ ସେ ଆଦେଶ ଆଉ କରିଲେ ବି ତାକୁ କେବେ ଛାଡ଼ିବେନି। ସେଇଥିପାଇଁ ମୁଁ ଏବେ ଭୟରେ କହୁଛି ଏଠୁ ରୁକ୍ସାକୁ ବିଦେଶ ଯିବାକୁ ପଡ଼ିବ। ତାପରେ ଭୈରବ କହିଲେ ନା ରୁକ୍ସା କୁଆଡ଼େ ଯିବେନି ଆଉ ରୁକ୍ସା ଏଇଠି ରହିବେ। ବିଦେଶ ତ ସେଇ ପଲ୍ଲବୀକୁ ଆଉ ଆଦେଶକୁ ଯିବାକୁ ପଡ଼ିବ। ମୁଁ ଆମ ଏଇ ସହରରେ ରଖିଦେବିନି।